ତମେ କେତେବେଳେ ଉଠିଲଣି କି? 4ଟା ବେଳେ ଉଠି ଯାଇଛ? ମୁଁ ଜମା ବି ଜାଣିନି। ମୁଁ ଜାଣିଲା ବେଳକୁ 5ଟା 10 ସେତେବେଳେ। ଏ ଜୋତା ଗୁଡ଼ା ସଫା କରୁଛ ବୋଧେ ନା? ଯାଏ ତାହେଲେ ଚା ବସିକି ଆସେ। ମୁଁ କିନ୍ତୁ ଶୋଇ ପଡ଼ିଛି ପୁରା। ଆଉ ନ ଶୋଇବାର ଗୋଡ଼ ଯେମିତି ବି ହେଉଥିଲା, ମୁଁ ପୁରା ତେଲ ବି ଲଗେଇଥିଲି। ତମେ ଆସିବା ପୂର୍ବରୁ ମୁଁ ବସିକି ମୁଁ କହିଲି ସେ ତ ଆସିନାହାନ୍ତି, ମୁଁ ଟିକେ ଗୋଡ଼ରେ ଉଷୁମ କରି ସେ ତେଲ ଲଗାଏ କହିକି। ଏଇଟା ସ୍ପିନିଂ କରିଦେଲେ ଜଲ୍ଦି ଶୁଖିଯିବ ଯେ। ତମେ ତାହେଲେ କ'ଣ ଗାଧେଇବ ବୋଧେ? ଯେମିତି ବସିକି ଇଏ କରୁଛ ଗାଧେଇବ ବୋଧେ? ହଁ ପୁରା ଓଦା ହେଇକି। ତାପରେ ଯାଇକି ଚା ପିଇବ? ନା 10 ମିନିଟ୍ ମିନିମମ୍ ଜାଣ। ହଁ ଟାଇମ୍ ତ ଲାଗିବ ଟିକେ। ଚାଟା ବସେଇକି ମୋ ପାଇଁ ପାଣି ଗରମ କଲି ପିଇବି କହିକି। କାଲି ଟିକେ ବର୍ଷା ହେଇଯାଇଛି କହିକି ସନ୍ଧ୍ୟାବେଳେ, ସକାଳୁ ପୁରା ଥଣ୍ଡା ଥଣ୍ଡା ଲାଗୁଛି। ପାଗଟା ବଢ଼ିଆ ଲାଗୁଛି। ଦିନ ସାରା ଏମିତି ରୁହନ୍ତା ଯଦି ବଢ଼ିଆ ଲାଗନ୍ତା। ଏଇ ଡାହାଣ ଗୋଡ଼ରୁ ନଖଟା ଉପୁଡ଼ିଗଲା ତ କଷ୍ଟ ପାଇଲି ତା ସାଙ୍ଗକୁ ଏ ଗୋଡ଼ ଏବେ ଏତେ ବିନ୍ଧୁଛି ଯେ, ତାପରେ ଏଇ ଡାହାଣ ଗୋଡ଼ରେ ମୋର ଭେରିକୋଜ୍ ଭେନ୍ର ପ୍ରୋବ୍ଲେମ୍ ଅଛି। ଏଇଥିପାଇଁ ଦେଖୁନ୍ତି ଶିର ଗୁଡ଼ା କେମିତି ପଡ଼ିକି ଏଗୁଡ଼ା ସବୁ ସ୍ପଟ୍ ହେଇଯାଇଛି କଳା କଳା। ଏତେ ପେନ୍ ହେବ ଯେ ଏମିତିଆ ସ୍ପଟ୍ ହେଇଯିବ ପୁରା। ଏତେ ଜୋର ବିନ୍ଧୁଛି ଗୋଡ଼ ଗୁଡ଼ାକ ସବୁ। ଗୋଡ଼ ଗୁଡ଼ା କ'ଣ ପର୍ଟିକୁଲାର ଏଇ ଡାହାଣ ଗୋଡ଼ଟା ବେଶୀ ବିନ୍ଧୁଛି। ଏମିତି ସବୁ ସ୍ପଟ୍ ହେଇଯାଏ ଶିର ଗୁଡ଼ାକ ପଡ଼ିକି। ଚା ହେଇଗଲା, ନେଇ ଆସିଲି। ଇଏ ବି ତ ଗାଧୋଇ ସାରିଲେଣି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ଆଜି ତାଙ୍କର ଅଫ୍। ଚା ଟିକେ ଦଉଛି। ଟିକେ ଆରାମ ଲାଗିବ। କେତେବେଳୁ ଉଠିଲେଣି? ଶାନ୍ତି ନା? ବନେଇକି ପିଇଲନି, ନହେଲେ ମୋତେ ଉଠେଇ ଦେଲନି। ଡାକି ଦେଇଥାନ୍ତ ନା। ଆଖି ଗୁଡ଼ାକ ଆଖ କାହିଁ ଲାଲ ଲାଲ ଦେଖାଯାଉଛି। ଆଉ ଡେରି ଶୋଇଲ। ମୁଁ ଶୋଇଲି 12:30 ହେଲା। ତମେ ସେତେବେଳକୁ ଖେଳ ଦେଖୁଥିଲ। ଖେଳ ନା କ'ଣ ଦେଖୁଥିଲ? ପଢ଼ୁଥିଲ। ଆଚ୍ଛା ସରି। ଖେଳ ତ ଇଏ ତ ଶୋଇଲ ତାହେଲେ କେତେବେଳେ? ହାଁ 2:15 4ଟାରେ ଉଠୁଛ। ଆଖି ଲାଲ ରହିବନି କ'ଣ ରହିବ? ନିଦ କମ୍ପ୍ଲିଟ୍ ହେବନି। ପୁଣି ଏ ସିଫ୍ଟରେ ରାତିରେ ଉଠୁଛ। ଆଜି ତ ଟିକେ ଛୁଟି ଥିଲା, ହେଲେ ଶୋଇଥାନ୍ତ। ଆଖି ପୁରା ଲାଲ ପଡ଼ିଛି। ଆଉ 2 ଘଣ୍ଟା ନିଦ କ'ଣ ହବ? ମୁଁ କିନ୍ତୁ ଯେଉଁ 12:30 ପରେ ଶୋଇଛି, 5ଟା ପର୍ଯ୍ୟନ୍ତ ମୋର ଜ୍ଞାନ ନାହିଁ, ଜମା ବି ଜ୍ଞାନ ନାହିଁ। ଆଉ ପୁଅକୁ ଡାକୁଥିଲ ପଢ଼ିବା ପାଇଁ, ପୁଅ ତ ପଢ଼ିଲାନି। ପୁଅ ତ ଶୋଇ ପଡ଼ିଲା। ସମୟ ତ ଏବେ 7:40 ହେଇଗଲାଣି। କଣ୍ଢେଇ ମୋର ଉଠିକି ଫ୍ରେଶ୍ ହେଇକି ପଢ଼ି ବସିଲାଣି। ଏବେ ସେ ବ୍ରେକଫାଷ୍ଟ କରିବ। କ'ଣ ଖାଇବ? କ'ଣ କରିଦେଇକି ଯିବି? ରୁଟି ଖାଇବୁ? ରୁଟି ଆଉ କ୍ଷୀର ବନବିଟା ପକେଇଦେବୁ ହେଲା। ଯାଏ ତାହେଲେ ରୁଟି କରିଦିଏ। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ମା ସନ୍ତୋଷୀ। ଆପଣମାନଙ୍କୁ ଆଉ ଏକ ନୂଆ ବ୍ଲଗ୍ରେ ଅନେକ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ମାଆଙ୍କ କୃପାରୁ ଆମମାନେ ବି ସବୁ ଭଲରେ ଅଛୁ। ଆଜି ତ ସଣ୍ଡେ। ବ୍ଲଗ୍ଟି କଣ୍ଟିନ୍ୟୁ କରିବା ପୂର୍ବରୁ ଆପଣମାନଙ୍କୁ ମୋର ସବୁଦିନ ପରେ ସେ ଗୋଟେ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ରୁ ଦେଖୁଥିଲେ ଫଲୋ କରନ୍ତୁ। ଭିଡ଼ିଓ ଗୁଡ଼ିକ ଲାଇକ୍ କମେଣ୍ଟ ସେୟାର କରିବା ସାଙ୍ଗରେ ସ୍କିପ୍ ନ କରିକି ନିଶ୍ଚୟ ଶେଷ ଯାଏଁ ଦେଖନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିବେ, ଯାହାଫଳରେ ଆମ ଆଗାମୀ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଏବେ ମୁଁ କଣ୍ଢେଇ ପାଇଁ ରୁଟି କରୁଛି, ସେ ବ୍ରେକଫାଷ୍ଟ କରିବ। ଇଏ ତ ତାଙ୍କର ଗାଧୋଇ ସାରିଲେଣି। ମୁଁ କଣ୍ଢେଇକୁ ଖାଇବା ପାଇଁ ଦେଇଦେଇକି ଯିବି ଗାଧୋଇବି। ଘରର ତ ସବୁ ବାସି କାମ ସରିଛି, ଖାଲି ପୂଜା ପାଠ ଯାହା ହେବ। ସିଏ ତ ତାଙ୍କର ରାତିରେ ଉଠି ପଡ଼ିଛନ୍ତି, ମୁଁ ଆଉ ଜାଣିନି। ମୋର ଗୋଡ଼ଟା ବି ଏତେ ଜୋର ବିନ୍ଧୁଥିଲା। ରାତିରେ କାଲି ଟିକେ ତେଲ ଲଗେଇଥିଲା, ଆରାମ ଲାଗିଲା ବୋଲିକି
ଶୋଇପଡ଼ିଛି। ତାପରେ ମାଇଣ୍ଡରେ କ'ଣ ଅଛି ଆଜି ତ ତାଙ୍କର ଅଫ୍ ଅଛି ଆଉ ଏତେ ଇଏ ନାହିଁ, ଟିକେ ଶୋଇପଡ଼େ। ସିଏ ତାଙ୍କର ଉଠି ପଡ଼ୁଛନ୍ତି, ମୁଁ ଆଉ ଜାଣିନି। ଉଠିଲା ବେଳକୁ ପୁରା ମୋର ପୁରା 5ଟା ପରେ ହେଇଗଲାଣି। ଏଇ ଗୋଡ଼ ପାଇଁ ମୁଁ ବହୁତ ମେଡ଼ିସିନ ଖାଇଲିଣି, ବହୁତ ମାନେ ବହୁତ। ପୁଅ ହେଲା ପରେ ପରେ ଏଇ ଭେରିକୋଜ୍ ଭେନ୍ର ପ୍ରୋବ୍ଲେମ୍ ହେଲା ତ ବାସ୍ ଦୁନିଆ ମେଡ଼ିସିନ ଖାଇଲା ପରେ ବି ସେମିତି କିଛି ଆରାମ ନାହିଁ। ଡକ୍ଟର କହିଲେ ଏଇଟା ଏମିତି ହିଁ ରହିବ, ଆଉ ଯାହା ଯେମିତି ଏଇ ପେନ୍ କିଲର୍ ଖାଇବା କଥା, ନହେଲେ ମାଲିସ କରିବା କଥା। କେତେ ବା ଆଉ ସେ ମେଡ଼ିସିନ ଖାଇବୁ। କିନ୍ତୁ ଗୋଟେ ଭେରିକୋଜ୍ ଭେନ୍ର ଗୋଟେ ସକ୍ସ ଅଛି, ପୁରା ପାଦରୁ ନେଇକି ଜଙ୍ଘ ପର୍ଯ୍ୟନ୍ତ, ସେଟା ପିନ୍ଧିଲେ ଆରାମ ଲାଗେ। କିନ୍ତୁ ସେଟା ଏତେ ଇଲାଷ୍ଟିକ୍ ଆଉ ଟାଇଟ୍ ସବୁବେଳେ ପିନ୍ଧିକି ତାକୁ ରହି ହୁଏନି, ଖାସ୍ କରିକି ଗରମ ଦିନରେ। ସେଥିପାଇଁ ଏତେଟା ଆଉ ପିନ୍ଧେନି। ଯେତେବେଳେ ଚଲାବୁଲା ଏତେ ନଥାଏ ବସିଲା ସମୟରେ ସେଇ ଟାଇମ୍ରେ ଏତେ ପିନ୍ଧେ, ମାନେ ସେଇ ଟାଇମ୍ରେ ହିଁ ପିନ୍ଧେ। ଆଉ ଏତେଟା ବି ତାକୁ ଆଉ ପିନ୍ଧୁନି ସବୁବେଳେ। କ'ଣ ବା ସେଗୁଡ଼ାକ ସେ ତ ସେମିତି ପିନ୍ଧୁଛି ଆଉ ଏତେଟା ପିନ୍ଧୁନି। ଏଇ ତେଲ ଫେଲ ଟିକେ ଲଗେଇଦେଲା ବେଳକୁ ଆରାମ ଲାଗୁଛି, ନହେଲେ ବେଶୀ ପିନ୍ଧିଲେ ଯଦି ଟାଇଟ୍ କି କିଛି ବାନ୍ଧିଦେଲେ ବି ଆରାମ ଲାଗେ। ଆଜି ଇଏ ପୂଜା କରିଦେଉଛନ୍ତି, ମୋ ଗୋଡ଼ଟା ବିନ୍ଧୁଛି, ବେଶୀ ଡେରି ଠିଆ ହେଇକି ପୂଜା କରିପାରିବିନି କହିକି ଇଏ କହିଲେ ମୁଁ ପୂଜା କରିଦେଉଛି, ତୁମେ ଖାଲି ଗାଧୋଇ ସାରିକି ଚଉରାରେ ପାଣି ଦେବ, ଠାକୁରଙ୍କୁ ମୁଣ୍ଡିଆ ମାରିବ ଆଉ। ଗୋଟେ ପିଲା ରୁଟି କରୁ କରୁ ଗରମ ଗରମ ରୁଟି ଖାଲି ଆଣିକି ଖାଉଛି। ତାକୁ ଏତେ ରୁଟି ପସନ୍ଦ, ରୁଟି ହେଲା ମାନେ ତା ବାସ୍ନା ତାକୁ ମାନେ ବରଦାସ୍ତ ହବନି। ପୁରା ଗରମ ମାନେ ଯଦି ସେଇ ରୁମ୍ରେ ପଢ଼ୁଥିବ, ତା ଷ୍ଟଡି ରୁମ୍ରେ, ମୁଁ ଯଦି ଏଠି ରୁଟି କରୁଥିବି ତାକୁ ବାସ୍ନା ହେବ ଯେ ସେ ଆସିକି ତାର ଗରମ ଗରମ ଖାଇବ। ହଁ କ୍ଷୀର ଦେବି, ରୁଟି ଦେବିନି କି? ତୁ ତ ଏଇଟା ଗୋଟେ ରୁଟି ଖାଇଛୁ, ରୁଟି କରିସାରିଛି। ପୂଜା ପାଠ ସାରିକି ସାରାମା ବାହାରିଲେଣି। ଆଜି ସଣ୍ଡେ, ଟିକେ ଛୁଟି। ଏବେ ତ ତାଙ୍କର ସଣ୍ଡେ ଅଫ୍ ହେଇଯାଇଛି ନା? ରହିପାରିବ କି ନାଇଁ? ମାନେ ସେ 4ଟାରେ ସରିଯାଉ, 5ଟାରେ ସରିଯାଉ, 9ଟାରେ ସରୁ, ମାନେ ଯେତେ ଡେରି ତମେ ଘରେ କାମ ଅଛି ତମର, ଘରେ କାମ ସରିଲା ମାନେ ଚାଲ। ଅଣନିଶ୍ୱାସୀ ହେଇଯିବ। ଏମିତି କ'ଣ କହୁଛ? ଭଲ ଲାଗେନି ଏମିତି ଅପରିଷ୍କାର ହେଇଗଲେ। ସକାଳୁ ସକାଳୁ ଘର ଦ୍ୱାର ଝାଡ଼ୁ ଝୁଡ଼ା ହେଇଥିବ ନା, ପରିଷ୍କାର ହେଇଥିବ। ନା ନା, ଟିକେ ଡେରି ଯାଉ, ମୁଁ କରିଦେବି। ତମେ ଯାଅ, 2-4 ମିନିଟ୍ ଯାଉ, ମୁଁ କରିଦେବି। ତାପରେ ବର୍ଷା ହେଲେ କ'ଣ ହଉଛି କହିଲେ, ସେ ଯୋଉ କାଦୁଅ ଗାଡ଼ି ଚକର ରହିଯାଉଛି, ଆହୁରି ଅପରିଷ୍କାର ହେଇଯାଉଛି। କୋଉଟା ଏଇ ଫ୍ଲୋରଟା? ହଉ ତମେ ଆରାମସେ ଯାଅ, ମୁଁ ଯାଏ, ମୋ କାମ ଦାମ କରେ ସବୁ। ଖରା କେମିତି ହଉଛି? ଆଚ୍ଛା ବାବା, ରୁଟି କଲି ମୁଁ, କ୍ଷୀରଟା ବାହାର କରିକି ଫ୍ରିଜରୁ ଗରମ କଲି ମୁଁ, ଆଉ ବନଭିଟା ଟିକେ ପକେଇକି ଗଳି ପାରିନଥାନ୍ତି? ଏତେ ହେଲ୍ପ କରିଦଉଛୁ କ'ଣ ପାଇଁ? ଆଚ୍ଛା ଆଚ୍ଛା, ମୁଁ ମେଜରମେଣ୍ଟ ଜାଣିବିନି, ମୁଁ ଜାଣିବିନି, ତୁ ଜାଣିଦେବୁ ତୋ ମେଜରମେଣ୍ଟ। ଯା ତୁ ଖା। ମୁଁ କ'ଣ କରିବି? ମୋ କାମ ସବୁ ତ କାମ ସରି। ଏବେ ଯିବି, ମୁଣ୍ଡ କୁଣ୍ଡେଇବି, ଗାଧେଇବି। ବାବା ତ ପୂଜା କରିଦେଲେଣି। ହଁ ମୁଁ ବି ଲଗେଇବି ମୁଣ୍ଡରେ ଆଜି ତେଲ, ତତେ ଲଗେଇଦେବି। ସମୟ ତ 8:15 ହେବା ପାଇଁ ଯାଉଛି। ଘରର ସବୁ କାମ ସରିଗଲାଣି, ଖାଲି ମୋରି ଗାଧୁଆ ବାକି ଅଛି। ସିଏ ବି ତ ତାଙ୍କର ପୂଜା ପାଠ କରିଦେଇକି କୁଆଡ଼େ ଗଲେ କ'ଣ, ଏଇ ମାର୍କେଟ ଆଡ଼େ ଟିକେ ଗଲେ। କାରଣ ଏ ସିଫ୍ଟ ରହିଲା ବେଳକୁ ଦିନ ବେଳେ କୁଆଡ଼େ ବାହାରି ପାରୁନାହାନ୍ତି। ମା ପିଲା ପୁରା ତେଲ ଲଗେଇକି ଚିପକୁ ଚିପକୁ ହେଇଯାଇଛୁ। ଫାଷ୍ଟ ତାକୁ ତେଲ ଲଗେଇଦେଲି, ତାପରେ ମୁଁ ତେଲ ଲଗେଇଲି। ଏବେ ଯିବି ଗାଧେଇବି। ଆଜି ରହିବ ତେଲଟା, କାଲି ସୋମବାର ମୁଣ୍ଡ ଧୋଇଦେବି। ସମୟ ତ 11:05 ହେଇଗଲାଣି। ଭାତ ପାଣି ତ ବସେଇ ଦେଲିଣି। ଭାତ ପାଣି ଗରମ ହେଲା ଭିତରେ ଯିବି ତରକାରୀ ପାଇଁ ମସଲା ରେଡ଼ି କରିଦେବି। ଆଜି ତ ସଣ୍ଡେ, ନନଭେଜ୍ ହେବ। ନନଭେଜ୍ରେ କ'ଣ ହେବ ମୁଁ ତ ଜାଣିଛି, କିନ୍ତୁ ଆପଣମାନେ ଜାଣିବେ ଯେତେବେଳେ ଇଏ ଆଣିକି ଧୁଆଧୁଇ କରିବେ ସେତେବେଳେ। ଏବେ ମୁଁ ମସଲାଟା ବାଟୁଛି। ରୋଷେଇରେ ଯଦି ପରିବା କଟା ଆଉ ମସଲା ବଟା ହେଇଯାଇଥିବ ଜାଣନ୍ତୁ
80% ରୋଷେଇ ସରିଗଲା। ଆଉ ଖାସ୍ କରିକି ଏ ଗରମ ଦିନରେ ଯେଉଁ କରେଣ୍ଟ ପଳାଉଛି ନା ଗୋଟେ ଡର ରହୁଛି। ମସଲା ବଟାଟା ହେଇଯାଇଥିଲେ ପୁରା ନିଶ୍ଚିନ୍ତ ଥିବ, ତେଣିକି ରୋଷେଇ ଡେରି ହେଲେ ହେଉଥାଉ। ଆମର ତ ନନଭେଜ୍ ଆସିଗଲାଣି। ନନଭେଜ୍ରେ ଆମର ମାଛ ଆସିଛି। ବହୁତ ଦିନ ହେଲା ମାଛ ଖିଆ ହେଇନଥିଲା ତ, ସେଥିପାଇଁ ମାଛ ନେଇକି ଆସିଛନ୍ତି। ରୋହି ମାଛ ତମେ ଧୁଆ ଧୁଇ କରିକି ମୋତେ ଡାକିବ, ମୁଁ ଲୁଣ ହଳଦୀ ନେଇକି ଆସିବି ହେଲା। ଭାତ ପାଣିଟା ଗରମ ହେଇଯାଇଥିଲା, ଚାଉଳ ଧୋଇ ପକେଇଦେଲି। ମୁଁ ଚାଉଳ ପକେଇକି ଆସିଲା ଭିତରେ ମାଛ ଧୋଇ ଦେଇଥିଲି, ତାଙ୍କୁ ଲୁଣ ହଳଦୀ ବି ଦେଇଦେଇଛି। ଲୁଣ ହଳଦୀ ଆଜି ଏତିକି ପର୍ଯ୍ୟନ୍ତ ଏ ସାହାଯ୍ୟ କଲେ, ଆଉ କରିବେନି, ମନା କରିଦେଲେ। କହିଲେ ଭଜା ଭଜି ତୁ ତୋର କରିବୁ। ନା ବହୁତ କାମରେ ହେଲ୍ପ କରିଦେଇଛି ଆଜି। ଶୁଖିଗଲା, ଏଇଟା ବାନ୍ଧିଦେଲି ଦେଖ, କାରଣ ମୁଁ ଏବେ ଟିକେ ରହିବିନି। ଏଇ ପାଲଟା ଅଛି ଯେ କିନ୍ତୁ ଛିଡ଼ି ଗଲାଣି, ଖରା ପଡ଼ିବ, ସେଥିପାଇଁ ପୁରୁଣା ଲୁଙ୍ଗି ଗୋଟେ ଦେଇଦେଲେ। କାରଣ ସିଏ ରହିବେନି, ମୁଁ ଖରାରେ କଲେ କାଳେ ବିରକ୍ତ ହେବି ତ ଆଇଁଷକୁ ଖରା ଚିଡ଼ଚିଡ଼ ହେଇଯିବି। ଜୋତାଟା ସବୁ ଶୁଖିଗଲାଣି। ଭାତଟା ହେଇଗଲାଣି, ଗାଳି ଦେବି, ଯିବି ଗାଳିବି। ତା ପୂର୍ବରୁ ଟିକେ ଛତୁଆ ଗୋଳଉଛି ମୋ ପାଇଁ। କିଛି ଖାଇନଥିଲି ତ, ମୁଁ କହିଲି ଛତୁଆ ଗୋଳିକି ଟିକେ ପିଇଦିଏ। ଏଇ ଛତୁଆଟା ଆଜି ସକାଳେ ସେ ଆଣିଛନ୍ତି, ପୁରା ଫ୍ରେଶ୍ ଛତୁଆଟେ। କେଉଁଠି ଯାଇଥିଲେ, ଯେଉଁ ମାର୍କେଟ ଯେଉଁ ଯାଇଥିଲେ, ସେଠି ଫ୍ରେଶ୍ ବନଉଥିଲା ତ, କହିଲେ ସାଙ୍ଗେ ସାଙ୍ଗେ ଭଜା ଚଣା ଗୁଡ଼ାକ ଭାଜୁଛନ୍ତି, ବନଉଛନ୍ତି, ଦେଖିଲେ ତ ନେଇ ଆସିଲେ। ଫ୍ରିଜରରେ ଥିଲା, ପାଇଲି ବୋତଲଟା। ଭାତ ଗାଳି ଦେଇକି ଏବେ ତରକାରୀ ପାଇଁ ଆଳୁ ଭାଜୁଛି। ଆଳୁକୁ ଭାଜିକି ବାହାର କରିଦେଲି। ଏବେ କରେଇରେ ତ ତେଲ ଅଛି, ତେଲ ଗରମ ବି ଅଛି। ତରକାରୀ କରିବି। ଦୁଇଟା ତେଜପତ୍ର ଦେଇଦେବି। ପିଆଜ ଆଉ କଞ୍ଚା ଲଙ୍କା କାଟିକି ରଖିଛି, ତାକୁ ଦେଇଦେବି। ପିଆଜ ତ ଭାଜି ହେଇଗଲାଣି, ଏବେ ମସଲା ଦେଇଦେବି। ତା ସାଙ୍ଗରେ ଲୁଣ, ହଳଦୀ ଆଉ ଲଙ୍କାଗୁଣ୍ଡ ଦେଇଦେବି। ମସଲାରେ ବେଶୀ ମସଲା ଯାହା ଆମର ଜିରା, ଧନିଆ, ଅଦା, ରସୁଣ, ପିଆଜ ବାଟିଛି, ଆଉ ଟିକେ ଧଳା ସୋରିଷ ଦେଇଦେଇଛି। ଅଳ୍ପ ଟିକେ, ମାନେ ଗୋଟେ ଚାମଚରୁ ବି ଅଧା। ମସଲା ତ ଆମର ଟିକେ କଷି ହେଇଗଲାଣି। ଏବେ ଟମାଟରକୁ ଗ୍ରେଟ୍ କରିକି ରଖିଛି, ତାକୁ ଦେଇଦେବି। ମସଲାଟା ଏଠି କଷି ଦେଇକି ବାଡ଼ି ପଟେ ଯିବି, ମାଛ ଭାଜିବି। ଆଜି ନିଜେ ମାଛ ଭାଜିକି ସୁଟ୍ କରିବା ଡିଫିକଲ୍ଟ ହେବ, ଦେଖିବା ପାରୁଛି କି ନାହିଁ। କଣ୍ଢେଇ କହିଲେ କରିଦେବ ଯେ, କିନ୍ତୁ ତାକୁ ଟିକେ ଖୁସାମତ କରିବାକୁ ପଡ଼ିବ। ଦେଖିବା କ'ଣ ହେଉଛି। ମସଲା ତ କଷି ହେଇଗଲାଣି, ଏବେ ଏଥିରେ ଟିକେ ଗରମ ମସଲା ଗୁଣ୍ଡ ଦେଇଦେବି। ତା ସାଙ୍ଗରେ ଆଳୁ ବି ଦେଇଦେବି। ଆଳୁ ଦେଇକି ଆଉ 2-4 ମିନିଟ୍ କଷିବି, ତାପରେ ମାଛ ଭାଜିବି। ଏବେ ମାଛ ଭାଜିବି। ପଛପଟକୁ ଗ୍ୟାସ୍ ଆଣିକି କରେଇ ବସେଇ ତେଲ ଦେଇଦେଲି। ତେଲ ତ ଗରମ ହେଇଗଲାଣି। ଆଇଁଷଟା ମୋ ପାଇଁ ନିଜେ କରିକି ନିଜେ ଟିକେ ସୁଟ୍ କରିବା ଡିଫିକଲ୍ଟ ହେଇଯାଏ। ଏବେ ସିଏ ଥିଲେ କ'ଣ, ସିଏ ମାଛଟା ଭାଜି ଦେଇଥାନ୍ତେ, ମୁଁ ସୁଟ୍ କରିଦେଇଥାନ୍ତେ। ଯେତିକି ହବ କରିବି ଆଉ। ଦେଖନ୍ତୁ ଫ୍ରେଣ୍ଡସ୍, ମାଛ ତରକାରୀ ତ ରେଡ଼ି ହେଇଗଲା। ଏବେ ଧନିଆ ପତ୍ର ଦେଇକି ଓହ୍ଲେଇଦେବି। ସେ ତ ଏପର୍ଯ୍ୟନ୍ତ ଆସିନାହାନ୍ତି। ତରକାରୀ ତ ହେଇଗଲା, ଯିବି ଏବେ ସାଲାଡ଼ଟା ବାଗେଇଦେବି। ତରକାରୀ କଲା ଭିତରେ ସାଲାଡ଼ଟା ବାଗେଇ ହେଇଥାନ୍ତା, କିନ୍ତୁ ସେଠି ମାଛଟା ଛାଡ଼ିକି ଆସି ହେବନି ଏକଲା। ବିଲେଇ କେଉଁଠି ଆସିଯିବ, ପୁଣି ହଇରାଣ ହେଇଯିବି। ଆଉ କଣ୍ଢେଇ ତ ତାର ଏପଟେ ପଢ଼ୁଥିଲା, ସେଥିପାଇଁ ମୁଁ ମାଛ ପାଖରେ ହିଁ ଜଗିକି ବସିଥିଲି। ତରକାରୀଟା କରିଦେଇକି ଆସିଲି, ଯିବି ଏବେ ସାଲାଡ଼ଟା ବାଗେଇଦେବି। ଏତେ ଜଲ୍ଦି କ'ଣ ପାଇଁ ଆସିଥିଲ? ରୋଷେଇବାସ ତ ସବୁ ସରିଥିଲା, ଆପଣମାନେ ଦେଖିଥିଲେ। ଇଏ ବି ଆସିକି ଫ୍ରେଶ୍ ହେଇଗଲେଣି। ଖାଇବା ପାଇଁ ବି ସବୁ ବଢ଼ାବଢ଼ି କରିଦେଇଛି। ସଣ୍ଡେ ଲଞ୍ଚରେ ଆମର କ'ଣ କ'ଣ ହେଇଛି ଆପଣଙ୍କୁ ଟିକେ କହିଦେଉଛି। ଭାତ, ମାଛ ତରକାରୀ, ଇଏ ଆମ୍ବ, ଆଉ କାକୁଡ଼ି, ଦହି, ପିଆଜ, ଟମାଟର, ଧନିଆ ପତ୍ର, କଞ୍ଚା ଲଙ୍କା ପକାଇ ଗୋଟେ ସାଲାଡ଼। ଏଟା ହେଲା ସଣ୍ଡେରେ ଲଞ୍ଚ। କଣ୍ଢେଇ ତା ବାବାର ତ ବସିଗଲେଣି।
ଆଜି ମୁଁ ଏକଲା ହଇରାଣ ହେଇଛି ଆଇଁଷ ରୋଷେଇ କଲାବେଳେ। କାହିଁକି ସାଲାଡରେ ଟିକେ ଲୁଣ ଦରକାର। ଲୁଣ ଦରକାର? ହୁଁ। ହଁ ଆଉ ଗୋଟେ ଆଣିଥାନ୍ତି ଶୁଣନା, ତମାନେ ଖାଉଥ, ମୁଁ ଟିକେ ତାହେଲେ ଲୁଣ ନେଇକି ଆସେ, ହୁଁ। ତାପରେ କହିବ କ'ଣ କେମିତି ହେଇଛି ହେଲା। ଗୋଳେଇଲ ଲୁଣ ସାଲାଦରେ ଗୋଳେଇଲ? ମାଛ ତରକାରୀ ବହୁତ ବଢିଆ ହେଇଛି। ଭଲ ହେଇଛି? ସ୍ପେଶାଲି ମାଛ ବହୁତ ଭଲ ଅଛି। ବନେଇଛ ତମେ ମସ୍ତ ଏକଦମ। ଏକଲା ପୁରା ହଇରାଣ ହେଇକି ବନେଇଛି। ମେନ୍ ମାଛଟା ସେଠି ଫୁଟେ ଛିଟକେ ଆଇଁଷ ଧୁଆ ଧୁଇ ହେଇକି କରିବା ଟିକେ ହଇରାଣ ହେଲେ, ମାନେ 2 ଜଣ ଥିଲେ ଅସୁବିଧା ହୁଏନି। 2 ଜଣ ରୋଷେଇରେ ଜଣେ ହିଁ ଦରକାର, କିନ୍ତୁ ଯେହେତୁ ମୋତେ ସୁଟ୍ କରିବାକୁ ପଡ଼େ ସେଥିପାଇଁ ଟିକେ ମୋତେ ହଇରାଣ। ହୁଁ ପରଫେକ୍ଟ। କହିଦେଲା ତ ଆଉ କିଛି କହିବା ଦରକାର ନାହିଁ। କଣ୍ଡେ ତ କହିଦେଲାଣି ଆଉ କ'ଣ। ଏମାନେ ତ ଖାଇଲେଣି, ମୁଁ ବି ତାଙ୍କ ସାଙ୍ଗେ ଯାଉଛି ଖାଇ ବସିବି। ଆସ। ଆଇଁଷ ଖାଇବାକୁ ଯେତେ ଇଚ୍ଛା ହୁଏ କି ମନ ହୁଏ, କାମ ଦାମ କରିକି ଖାଇସାରିଲା ପରେ ଆଉ ପୋଛାପୋଛି କରିବାକୁ ସେ ଇଚ୍ଛା ଆଉ ମନ ନଥାଏ। ଆଉ ନେକ୍ସଟ ଟାଇମକୁ ଯେମିତି ଆଇଁଷ ଖାଇବୁ କହିକି ନାହିଁ। ଖିଆପିଆ ସରିଲାଣି, ଏବେ ଟିକେ ରେଷ୍ଟ କରିବୁ। କ'ଣ ହେଲା? ହଁ ଠିକ, ଚାଲ ରେଷ୍ଟ କରିବା। ଆଖି ପୁରା କ'ଣ ହେଲାଣି, ରାତିରୁ ଉଠା ହେଉଛି ନା। ପିଲାମାନଙ୍କର ବଢ଼ିଆ, କିଛି ଚିନ୍ତା ନାହିଁ, ଆରାମସେ ଖାଇବେ ପିଇବେ ଆସିକି ରେଷ୍ଟ କରିବେ ନା। କ'ଣ ଚିନ୍ତା? 2ଟା ତକିଆ ଗୋଟେ ମୁଣ୍ଡ, ହଁ ପୁରା ଆରାମସେ ଖାଇକି ଆସିକି ଏସିରେ ବସିଛୁ, ସିଏ ବି ହେଡ଼ଫୋନ୍ ଦେଇକି ଗେମ୍ ଖେଳୁଛୁ। କ'ଣ ଚିନ୍ତା? ଆମେମାନେ ଏଠି ଘଣ୍ଟେ ହେଲା କାମ କଲୁଣି। ଖାଇବା ପୂର୍ବରୁ କାମ କରିବୁ, ଖାଇସାରିଲା ପରେ କାମ କରିବୁ, ତତେ ସେତିକି କରିବାକୁ ପଡ଼ୁଛି କି? ହଁ ଯାହା କହିଲ, ଖାଇବା ପାଇଁ କାମ କରିବାକୁ ପଡ଼ୁଛି। ଦଉଛି ଟିଭି ରିମୋଟ। ନିଅ। ବ୍ଲଗ୍ଟିକୁ ମୁଁ ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ। ବ୍ଲଗ୍ଟି ପସନ୍ଦ ଆସିଲେ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ। ଜୟ ମା ସନ୍ତୋଷୀ।